ଆପଣଙ୍କୁ ରାଜ୍ୟସଭା ଟିକେଟ ଦିଆଗଲାନି ବୋଲି ଆପଣ ବିଜେଡି ଛାଡ଼ିଦେଲେ। ବିଜେପି ରେ ମିଶିଲେ କିଛି ଆଶା ରଖିଥିଲେ? ଆଶା ହିଁ ନିରାଶାର କାରଣ। ବିନା ଆଶା ନେଇକି କଣ ଜଣେ ରାଜନୀତି କରିପାରିବ? ମାନେ ସବୁଥିରେ ପାଇଁ ତ ଆଶା ଦରକାର, ସାହିତ୍ୟ ପାଇଁ ଆଶା ଦରକାର ନାହିଁ। ମୁଁ ସାହିତ୍ୟର ମୂଳରୁ ଯେତେବେଳେ ଆସିଛି, ତେଣୁ ମୋର କେମିତି ଆଶା ନାହିଁ ମୁଁ ଗୋଟେ କବିଟିଏ ହେବି। ମୋର ଜୁନିୟର ମାନଙ୍କୁ ତମେ ପୁରସ୍କାର ଦେଇଗଲ, ସେ ସାହିତ୍ୟ ଏକାଡେମୀ ହଉ ଯୋଉ ଆଡୁ, ମୁଁ ତ ପାଇଲି ନାହିଁ। ମନରେ ଆପଣଙ୍କର ଦୁଃଖ ଅଛି ଏ ପୁରସ୍କାର ପାଇଁ? ପୁରସ୍କାର ପାଇଁ ଯେ ଦୁଃଖ କରିବ ସେ ତିରସ୍କାର ପାଇବ, ଆବଶ୍ୟକତା ଏଥିପାଇଁ ଦୁଃଖ କଣ ଲାଭଟା ହବ ମୋର? ଏଥିପାଇଁ ନବଳି ଯିବାରେ ଏଟା ସୁଖ। ଆପଣ ବିଜେଡିରେ ଥିବାବେଳେ ଏକ ସାକ୍ଷାତକାରରେ କହୁଥିଲେ, ମତେ ସେମାନେ ବୁଢା ଭାବୁଛନ୍ତି, ମୁଁ କଣ ନିର୍ବାଚନ ଲଢି ପାରିବେନି? ଆପଣଙ୍କୁ କିଏ ବୁଢା ଭାବୁଥିଲା? ବୁଢା କଣ ଭାବିବ? ବୁଢା ଗୋଟେ ବଡ ଭାବନାର କଥା। ଏବଂ ଯଦି ଆଡଭାନୀ ବୁଢା ହେଇପାରିଲେନି ଆଜି ପର୍ଯ୍ୟନ୍ତ, ବୟସ କେତେ ହେଲାଣି ହିସାବ କର। ବୁଢା ହିଁ ଗୋଟେ ରାଜନୀତି। ମୁଁ ମତେ ବୁଢା କହିକି ତଳିଦବ, ସେଥିରେ ମୁଁ ବିଶ୍ୱାସ କରେ ନା।